ରାଇରଙ୍ଗପୁରର ଘରୋଇ ଶିଳ୍ପାନୁଷ୍ଠାନ ଡାଇନାଫୋମରେ ଅଘଟଣ। ଚଳନ୍ତା ପ୍ରେସିଂ ରୋଲର ମେସିନ୍ରେ ବୃଦ୍ଧ ଶ୍ରମିକଙ୍କ ହାତ କଟି ଗୁରୁତର। 63 ବର୍ଷରୁ ଅଧିକ ବୟସ ହେଲା ପରେ ବି ସରକାରଙ୍କ ନିୟମକୁ ଉଲ୍ଲଂଘନ କରି କେମିତି କରାଉଥିଲେ ଶ୍ରମିକଙ୍କୁ କାର୍ଯ୍ୟ, ତାକୁ ନେଇ ଉଠିଛି ଏବେ ପ୍ରଶ୍ନ। ରାଇରଙ୍ଗପୁରର ଘରୋଇ ଶିଳ୍ପାନୁଷ୍ଠାନ ଡାଇନାଫୋମ୍ସରେ ଅଘଟଣ ଘଟିଛି। ଚଳନ୍ତା ପ୍ରେସିଂ ରୋଲର ମେସିନ୍ରେ ବୃଦ୍ଧ ଶ୍ରମିକଙ୍କର ହାତ କଟିଯାଇ ଗୁରୁତର ହୋଇଛନ୍ତି। ସାଙ୍ଗେ ସାଙ୍ଗେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଗୁରୁତର ହେବାରୁ ଭୁବନେଶ୍ୱର ବଡ଼ ଡାକ୍ତରଖାନାକୁ ରେଫର କରାଯାଇଛି। ତେବେ ଶ୍ରମିକ ସୁରକ୍ଷା ନିୟମ ଉପରେ ଆସିଛି ଏବେ ବଡ଼ ପ୍ରଶ୍ନ। ରାଇରଙ୍ଗପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟ ଉପରେ ମଧ୍ୟ ଉଠିଛି ବିରାଟ ପ୍ରଶ୍ନ। 63 ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ ସରକାରଙ୍କ ନିୟମକୁ ଉଲ୍ଲଂଘନ କରି କେମିତି କରାଉଥିଲେ କାର୍ଯ୍ୟ, ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ରହିଥିବା ଘରୋଇ ଶିଳ୍ପାନୁଷ୍ଠାନ ଡାଇନାଫୋମ୍ସରେ। ସୂଚନା ଅନୁସାରେ ରାଇରଙ୍ଗପୁର ବ୍ଲକ ବାଦଡ଼ା ଗ୍ରାମର ରଘୁନାଥ ମହାନ୍ତି କମ୍ପାନୀ ଆରମ୍ଭରୁ ଉକ୍ତ କମ୍ପାନୀରେ କାର୍ଯ୍ୟ କରି ଆସୁଥିଲେ ଏବଂ ତାଙ୍କର ବୟସ ହୋଇଯିବାରୁ କମ୍ପାନୀ ପକ୍ଷରୁ ସେ ଅବସର ମଧ୍ୟ ନେଇଥିଲେ। ପରେ କମ୍ପାନୀ ତାଙ୍କୁ ଆଉ ଥରେ କାର୍ଯ୍ୟରେ ନିୟୋଜିତ କରିଥିଲା। ତେବେ ଆଜି କାମ କରୁଥିବା ସମୟରେ ବୃଦ୍ଧ ଶ୍ରମିକ ରଘୁନାଥ ମହାନ୍ତିଙ୍କ ବାମ ହାତଟି କଟିଯାଇ ଅତ୍ୟଧିକ ରକ୍ତସ୍ରାବ ହୋଇଯିବାରୁ ସେ ଅଧିକ ଗୁରୁତର ହୋଇଥିଲେ। ତେବେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ବଡ଼ ଡାକ୍ତରଖାନାକୁ ଏବେ ରେଫର କରାଯାଇଛି। ସାଧାରଣତଃ ସରକାରଙ୍କ ଶ୍ରମିକ ନିୟମ ଅନୁସାରେ ଜଣେ ବ୍ୟକ୍ତି 18ରୁ 60 ବର୍ଷ ମଧ୍ୟରେ କୌଣସି କମ୍ପାନୀରେ କାର୍ଯ୍ୟ କରିବା କଥା, କିନ୍ତୁ ଏହି କମ୍ପାନୀରେ ତାର ଉଲ୍ଲଂଘନ କରାଯାଇଥିବାର ଦେଖିବାକୁ ମିଳିଛି। ତେବେ ରାଇରଙ୍ଗପୁର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର 2 କିଲୋମିଟର ଦୂରରେ ରହିଥିବା କମ୍ପାନୀରେ ଯଦି ଶ୍ରମିକ ନିୟମ ଉଲ୍ଲଂଘନ ହେଉଛି, ତାହେଲେ ସମ୍ପୂର୍ଣ୍ଣ ଉପଖଣ୍ଡରେ କ'ଣ ହେଉଥିବ ତାହା ବେଶ ସ୍ପଷ୍ଟ ବାରି ହେଉଛି। ଉକ୍ତ ଘଟଣାକୁ ନେଇ ବିଭାଗ କମ୍ପାନୀ ଉପରେ କ'ଣ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା।